ପୂର୍ବ ଭିଡ଼ିଓ ଗୁଡ଼ିକରେ ଆମେ ପ୍ରତିରୋଧର ପଙ୍କ୍ତି ସଂଯୋଗ ସମାନ୍ତରାଳ ସଂଯୋଗ ବିଷୟରେ ପଢ଼ିଛନ୍ତି ଏବଂ ଆମେ ଓମଙ୍କ ନିୟମ ବିଷୟରେ ମଧ୍ୟ ପଢ଼ିଛନ୍ତି। ତେବେ ବର୍ତ୍ତମାନ ଚାଲନ୍ତୁ ଆମେ ଯାହା ପଢ଼ିଛନ୍ତି ତାକୁ ବ୍ୟବହାର କରି ଏକ ପ୍ରଶ୍ନର ସମାଧାନ କରିବା। ଆମକୁ ଏଠାରେ ଏକ ବିଦ୍ୟୁତ ପରିପଥ ଦିଆଯାଇଛି ଯେଉଁଥିରେ କି ତିନୋଟି ରେଜିଷ୍ଟର ବା ପ୍ରତିରୋଧୀ ଅଛନ୍ତି ଏବଂ ଏକ ବ୍ୟାଟେରୀ ଲାଗିଛି। ଆମକୁ ପ୍ରତିରୋଧ ଗୁଡ଼ିକର ଭ୍ୟାଲ୍ୟୁ ମଧ୍ୟ ଦିଆଯାଇଛି ଯେମିତିକି 2 ଓମ୍ 40 ଓମ୍ ଏବଂ 10 ଓମ୍ ଏବଂ ବ୍ୟାଟେରୀର ବିଦ୍ୟୁତ ବିଭର ପାର୍ଥକ୍ୟ ହେଉଛି 50 ଭୋଲ୍ଟ। ଆମକୁ ଏଠାରେ ଏହା ପଚରାଯାଇଛି ଯେ ପ୍ରତି ରେଜିଷ୍ଟର ବା ପ୍ରତି ପ୍ରତିରୋଧ ମାନେ 2 ଓମ୍ 40 ଓମ୍ ଆଉ 10 ଓମ୍ରେ କରେଣ୍ଟ କେତେ ଯାଉଛି ବା ବିଦ୍ୟୁତ ସ୍ରୋତ କେତେ ପ୍ରବାହିତ ହେଉଛି ଏବଂ ପ୍ରତି ପ୍ରତିରୋଧର ଦୁଇ ପ୍ରାନ୍ତ ମଧ୍ୟରେ ବିଦ୍ୟୁତ ବିଭବର ପାର୍ଥକ୍ୟ ପଚରାଯାଇଛି। ମାନେ ଇଂରାଜୀରେ କହିଲେ ଆମକୁ କରେଣ୍ଟ ଥ୍ରୁ ଇଚ୍ ରେଜିଷ୍ଟର ପଚରାଯାଇଛି। ପ୍ରତି ପ୍ରତିରୋଧରେ କେତେ ବିଦ୍ୟୁତ ସ୍ରୋତ ପ୍ରବାହିତ ହେଉଛି ତାହା ପଚରାଯାଇଛି ଏବଂ ପୋଟେନ୍ସିଆଲ ଡିଫରେନ୍ସ ଆକ୍ରସ୍ ଇଚ୍ ରେଜିଷ୍ଟର ପଚରାଯାଇଛି। ମାନେ ପ୍ରତି ପ୍ରତିରୋଧର ଦୁଇ ପ୍ରାନ୍ତ ମଧ୍ୟରେ ବିଦ୍ୟୁତ ବିଭବର ପାର୍ଥକ୍ୟ ପଚରାଯାଇଛି। ତେବେ ପ୍ରଥମେ ଚାଲନ୍ତୁ ଏହି ବିଷୟରେ କଥା ହେବା ଯେ ଏଠାରେ ପିଲାମାନେ କେଉଁଠାରେ ଭୁଲ କରନ୍ତି। ପିଲାମାନେ କ'ଣ କରନ୍ତି ଯେ ଓମଙ୍କ ନିୟମ ବ୍ୟବହାର କରିଦିଅନ୍ତି। ଓମଙ୍କ ନିୟମ କ'ଣ ହେଲା? ଓମଙ୍କ ନିୟମ ଆମକୁ କହେ V ଇଜିକାଲ୍ସ ଟୁ I ଇଣ୍ଟୁ R, ଯେଉଁଠାରେ V ହେଉଛି ବିଦ୍ୟୁତ ବିଭବର ପାର୍ଥକ୍ୟ, I ହେଉଛି ବିଦ୍ୟୁତ ସ୍ରୋତ, R ହେଉଛି ପ୍ରତିରୋଧ। ତେଣୁକରି ପିଲାମାନେ ଦେଖନ୍ତି ଭାବନ୍ତି ଯେ ଏଠାରେ ତ 50 ଭୋଲ୍ଟ ଦିଆଯାଇଛି, ତେଣୁକରି ମୁଁ 50 ଭୋଲ୍ଟ ବାଇ 2 ଓମ୍ କରିଦେଲେ ବା I ଇଜିକାଲ୍ ଟୁ V ବାଇ R କରିଦେଲେ ମୋତେ ଏଠାରେ କରେଣ୍ଟ ମିଳିଯିବ। ସେମାନେ V କୁ ନେଇଯାଆନ୍ତି 50 ଭୋଲ୍ଟ, 2 ଓମ୍ ମଧ୍ୟ ଦେଇ କେତେ କରେଣ୍ଟ ପ୍ରବାହିତ ହେଉଛି 50 ବାଇ 2, କିନ୍ତୁ ସେହିପରି 50 ବାଇ 10 କରି ଆ ଦେହରେ କରେଣ୍ଟ କାଟିଦିଅନ୍ତି ବା ଆ ଭିତର ଦେଇ କେତେ କରେଣ୍ଟ ଯାଉଛି ପ୍ରତିରୋଧ ଦେଇ କେତେ କରେଣ୍ଟ ଯାଉଛି ତାହା କାଟିଦିଅନ୍ତି। କିନ୍ତୁ ଏହା ସମ୍ପୂର୍ଣ୍ଣ ଭାବେ ଭୁଲ। କାହିଁକି? ଏଇ ଯେଉଁ 50 ଭୋଲ୍ଟର ବିଦ୍ୟୁତ ବିଭବର ପାର୍ଥକ୍ୟ ଅଛି ତାହା କେଉଁ ଦୁଇ ପଏଣ୍ଟରେ ଅଛି? ଏଇ ଦୁଇ ପଏଣ୍ଟ ମଧ୍ୟରେ ଅଛି 50 ଭୋଲ୍ଟର ବିଦ୍ୟୁତ ବିଭବର ପାର୍ଥକ୍ୟ। ଏଇ ପଏଣ୍ଟର ଯାହା ବିଦ୍ୟୁତ ବିଭବ ବା ପୋଟେନ୍ସିଆଲ ହେବ ଏଇ ପଏଣ୍ଟର ମଧ୍ୟ ବିଦ୍ୟୁତ ବିଭବ ସେତିକି ହେବ ବା ପୋଟେନ୍ସିଆଲ ସେତିକି ହେବ। ସେହିପରି ଏଇ ପଏଣ୍ଟର ବିଦ୍ୟୁତ ବିଭବ ଯାହା ହେବ ଏଇ ପଏଣ୍ଟର ମଧ୍ୟ ବିଦ୍ୟୁତ ବିଭବ ସେୟା ହେବ। କାହିଁକି? ଦେଖନ୍ତୁ ଏ ଦୁଇଟି ପଏଣ୍ଟ ମଝିରେ କୌଣସି ବି ରେଜିଷ୍ଟାନ୍ସ ବା ଅନ୍ୟ କିଛି ଜିନିଷ ଉପକରଣ ଲାଗି ନାହିଁ। ଯେହେତୁ ଖାଲି ତାର ଅଛି ଆମେ ମାନି ନିଅନ୍ତି ଯେ ତାରର କିଛି ପ୍ରତିରୋଧ ନାହିଁ, ତେଣୁକରି ଆମେ କୁହନ୍ତି ଏଇ ପଏଣ୍ଟରେ ଯାହା ବିଦ୍ୟୁତ ବିଭବ ପୋଟେନ୍ସିଆଲ ଏଇ ପଏଣ୍ଟରେ ମଧ୍ୟ ସେଇଆ, ତେଣୁକରି ଏଇ ପଏଣ୍ଟରେ ଯାହା ଏଇ ପଏଣ୍ଟରେ ମଧ୍ୟ ସେଇଆ। ତେଣୁକରି ଯଦି ଏଇ ଦୁଇ ପଏଣ୍ଟ ମଧ୍ୟରେ 50 ଭୋଲ୍ଟର ବିଦ୍ୟୁତ ବିଭବର ପାର୍ଥକ୍ୟ ରହିଛି ତାହେଲେ ଏଇ ପଏଣ୍ଟ ଏବଂ ଏଇ ପଏଣ୍ଟ ମଧ୍ୟରେ ମଧ୍ୟ 50 ଭୋଲ୍ଟର ବିଦ୍ୟୁତ ବିଭବର ପାର୍ଥକ୍ୟ ରହିବ। ମାନେ ଏଇ ଦୁଇ ପଏଣ୍ଟ ଭିତରେ 50 ଭୋଲ୍ଟର ବିଦ୍ୟୁତ ବିଭବ ପାର୍ଥକ୍ୟ ହେଲା ଏଇ 2 ଓମ୍ର ଦୁଇ ପ୍ରାନ୍ତ ମଧ୍ୟରେ ନୁହେଁ। ତେଣୁକରି ଆମେ ଏଠାରେ ଡାଇରେକ୍ଟ ଓମଙ୍କ ନିୟମ ପକାଇ ପାରିବା ନାହିଁ। ଏଇ 2 ଓମ୍ ପାଇଁ ଏମିତି ପକାଇ ପାରିବା ନାହିଁ ଯେ ଇଏ ପୁରା 50 ଭୋଲ୍ଟ ପାଇଛି, କାହିଁକି ନା ଇଏ 50 ଭୋଲ୍ଟ ଏକା ପାଇନାହିଁ। ତେବେ ଏଭଳି ପ୍ରଶ୍ନକୁ ସମାଧାନ କେମିତି କରିବା? ଆମେ କ'ଣ କରିବା ଯେ ଏଇ ଯେଉଁ ପରିପଥଟି ଅଛି ଏଥିରେ ଯେଉଁ ରେଜିଷ୍ଟାନ୍ସ ବା ପ୍ରତିରୋଧ ଗୁଡ଼ିକ ଅଛନ୍ତି ତାଙ୍କର ସମତୁଲ୍ୟ ପ୍ରତିରୋଧ କାଢ଼ିଦେବା ଏବଂ ସବୁ ରେଜିଷ୍ଟାନ୍ସକୁ ହଟାଇ ବା ସବୁ ପ୍ରତିରୋଧକୁ ହଟାଇ ତାଙ୍କ ଜାଗାରେ ଗୋଟାଏ ସମୂହ ପ୍ରତିରୋଧ ବା ସମତୁଲ୍ୟ ପ୍ରତିରୋଧ ଲଗାଇଦେବା। ତେବେ ଚାଲନ୍ତୁ କାଢ଼ିବା। ପ୍ରଥମେ ଦେଖିବା ଯେ 10 ଓମ୍ ଆଉ 40 ଓମ୍ କେଉଁଥିରେ ଅଛନ୍ତି? ସମାନ୍ତରାଳ ସଂଯୋଗରେ ଅଛନ୍ତି। ତୁମମାନଙ୍କ ମଧ୍ୟରୁ କେହି କେହି ଭାବିପାରନ୍ତି ଯେ 2 ଓମ୍ ଏବଂ 10 ଓମ୍ ପଙ୍କ୍ତି ସଂଯୋଗରେ ଅଛନ୍ତି। ନା, ସେମାନେ ପଙ୍କ୍ତି ସଂଯୋଗରେ ନାହାନ୍ତି। କାହିଁକି ନାହାନ୍ତି? ପଙ୍କ୍ତି ସଂଯୋଗରେ ରହିବା ପାଇଁ ହେଲେ ଦୁଇଟି ଯାକ ପ୍ରତିରୋଧରେ କରେଣ୍ଟ ବା ବିଦ୍ୟୁତ ସ୍ରୋତ ସମାନ ହେବା ଦରକାର। ଏଠାରେ 2 ଓମ୍ ଦେଇ ଯେଉଁ କରେଣ୍ଟଟି ବା ବିଦ୍ୟୁତ ସ୍ରୋତଟି ଆସିବ ତାହା ଏଠାରେ ବିଭକ୍ତ ହୋଇଯିବ। ତେଣୁକରି 10 ଓମ୍ରେ ଅଲଗା କରେଣ୍ଟ ଯିବ, 2 ଓମ୍ରେ ଯଦି କିଛି ଗୋଟେ କରେଣ୍ଟ ଆସିଥିବ କିଛି କରେଣ୍ଟ କୁଆଡ଼େ ପଳେଇବ 40 ଓମ୍ରେ ପଳେଇବ, 10 ଓମ୍ରେ ସେତିକି କରେଣ୍ଟ ଯିବ ନାହିଁ। ତେଣୁକରି ଯେହେତୁ 2 ଓମ୍ ଆଉ 10 ଓମ୍ରେ କରେଣ୍ଟ ବା ବିଦ୍ୟୁତ ସ୍ରୋତ ସମାନ ହେଉନାହିଁ ତେଣୁକରି ସେ ଦୁଇଟି ପଙ୍କ୍ତି ସଂଯୋଗରେ ନାହାନ୍ତି। ତେବେ ଆମେ କେମିତି ଜାଣିଲେ ଏ ଦୁଇଟି ସମାନ୍ତରାଳ ସଂଯୋଗରେ ଅଛନ୍ତି 10 ଓମ୍ ଆଉ 40 ଓମ୍? ଦେଖନ୍ତୁ ସମାନ୍ତରାଳ ସଂଯୋଗ ହେବା ପାଇଁ ପୋଟେନ୍ସିଆଲ ଡିଫରେନ୍ସ ବା ବିଦ୍ୟୁତ ବିଭବର ପାର୍ଥକ୍ୟ ସମାନ ହେବା ଦରକାର। ମାନେ ଯଦି 10 ଓମ୍ ଆକ୍ରସରେ ବିଦ୍ୟୁତ ବିଭବର ପାର୍ଥକ୍ୟ ଯେତିକି ଅଛି ମାନେ 10 ଓମ୍ର ଦୁଇ ପ୍ରାନ୍ତ ମଧ୍ୟରେ ବିଦ୍ୟୁତ ବିଭବର ପାର୍ଥକ୍ୟ ଯେତିକି ଅଛି, ଯଦି 40 ଓମ୍ର ଦୁଇ ପ୍ରାନ୍ତ ମଧ୍ୟରେ ମଧ୍ୟ ବିଦ୍ୟୁତ ବିଭବର ପାର୍ଥକ୍ୟ ସେତିକି ଅଛି ତାହେଲେ ଆମେ କହିବା ଏହି 10 ଓମ୍ ଏବଂ 40 ଓମ୍ କେଉଁଥିରେ ଅଛନ୍ତି? ସମାନ୍ତରାଳ ସଂଯୋଗରେ ଅଛନ୍ତି। ଚାଲନ୍ତୁ ଦେଖିବା ଏମାନଙ୍କର ଦୁଇ ପ୍ରାନ୍ତ ମଧ୍ୟରେ ବିଦ୍ୟୁତ ବିଭବର ପାର୍ଥକ୍ୟ ସମାନ ଅଛି କି ନାହିଁ। 10 ଓମ୍ର ଯଦି ମୁଁ ଏଇ ପ୍ରାନ୍ତଟିକୁ ଦେଖୁଛି ଏଠାରେ ଯେତିକି
विद्युत विभव पोटेंशियल थी ए 40 ओम यही प्रांतर विद्युत विभव से कहीं दुईट पॉइंट मध्य किसी भी नहांती केवल तार अच्छी कौन उपकरण कि कौन रेजिस्टेंस लगी ना से 10 ओम एपट प्रांतर विद्युत विभव पोटेंशियल जी थी 40 ओम यही प्रांतर विद्युत विभव पोटेंशियल से हम कारण कहीं ए दुई पॉइंट मध्य किसी प्रतिरोध ना तेणुक 10 ओम दुई प्रांत मध्य विद्युत विभव पार्थक्य जी हम 40 ओम दुई प्रांत मध्य विद्युत विभव पार्थक्य से हम तेणुक 10 ओम आउ 40 ओम दुईटी के समांतराल संजोग अच्छा तेरे चलतु आंकर समतुल्य प्रतिरोध बा समूह प्रतिरोध काढ़ा तेरे समांतराल संजोग जो दुईटी प्रतिरोध था समूह प्रतिरोध आम केमी काढ़ती 1/r इज इक्वल्स टू 1/r1 प्लस 1/r2 चलतु आम लिखा 1/r इक्विवेलेंट माने ए दुईटी प्रतिरोधर इक्विवेलेंट रेजिस्टेंस बा समूह प्रतिरोध 1/r इक्विवेलेंट इज इक्वल्स टू 1/40 प्लस 1/10 40 आउ 10 एलसीएम बा लॉस आग हो 40 तेणुक बर्तमान लॉस आग आसला 40 40/40 1 इंटू 1 1 प्लस 40/10 केते 4 4 इंटू 1 4 तो आमको केते मिलगला तो 1 प्लस 4 इज इक्वल्स टू 5/40 तो आमको कौन मिलला 1/r इक्विवेलेंट इज इक्वल टू 5/40 आमको दरकार कौन r इक्विवेलेंट तो r इक्विवेलेंट केते हो 40/5 एवं आमे जानिचंती जे 5 काटी दबो 40 केते 8 तो आमको केते मिली जिवो r इक्विवेलेंट इज इक्वल टू 8 ओम ता माने ए दुई 10 ओम एवं 40 ओम रो समूह प्रतिरोध केते 8 ओम तो मुझे कौन करी बर्तमान ये 10 ओम 40 ओम को हटाई तांको जगार केते लगाई दे पारिबी 8 ओम लगाई दे पारिबी काना 8 ओम हेउची से दुईटीर समतुल्य प्रतिरोध तेबे बर्तमान 8 ओम एवं 2 ओम केउथिर अछंती पंक्ति संजोग अछंती काहेकि देखो जेउ करंट भी आसीबो से समान कर 2 ओम रे जहा करंट जीवो 8 ओम रे मध्ये सेया करंट जीवो तेणु करी 2 ओम एवं 8 ओम केउथिर अछंती पंक्ति संजोग अछंती तो तांकर इक्विवेलेंट रेजिस्टेंस बा समूह प्रतिरोध जीवो 8 + 2 10 ओम कहीं पंक्ति संजोग प्रतिरोध गुड़िक मिसी जाती तो यहाँ 10 ओम एवं 50 वोल्ट बर्तमान आम कहीपर जे 50 वोल्ट टी क्या आकर से आसो 10 ओम दुई प्रांत मध्य आसो तेणुक कहीं ये बैटेरी सहित केवल 10 ओम ही लगी तेणुक 10 ओम दुई प्रांत मध्य विद्युत विभव पार्थक्य के 50 वोल्ट तो से आम करेन्ट काटि पार केमी ओम को नियम व्यवहार करी ओम को नियम कौन V इक्वल्स टू IR बर्तमान एठारे V केते 50 वोल्ट एवं I तो आमको जना ना I आम काढ़ा तो इंटू R केते हो 10 तो I इंटू 10 तो आमको I दरकार I केते हो 50/10 जहाँकि हो केते 5 एम्पियर जहाँकि होगला 5 एम्पियर तो आम एठारे करेन्ट पाई गले एठारे केते ये 10 ओम देई 5 एम्पियर करेन्ट प्रवाहित होउछि तबे ये 10 ओम रे जहाँ करेन्ट प्रवाहित होउतिबो ये 2 और 8 ओम रे मध्य सेया करेन्ट प्रवाहित हबो तुमको काहेकि जदि यही भाई प्रश्न देखियो ताले कौन करिवो तुमे धीरे धीरे पछको आसीबो तो एठारे 5 एम्पियर करंट जाउची ए दुईटर मते 5 एम्पियर जीवो काहेकि काना ए 10 ओम को भांगिले ही हमको मिलिबो 2 ओम 8 ओम बा 2 ओम 8 ओम मिसी के हमको केते मिलितला 10 ओम जेतु पंक्ति संजोग रे अछंती तंकर 2 ओम 8 ओम रे समान करंट जीवो एवं एठारे 5 एम्पियर जेतु जाईची ए दुईटर मध्य केते करंट जीवो 5 एम्पियर करंट जीवो तेणु करी वर्तमान 2 ओम एवं 8 ओम रे करंट केते गला 5 एम्पियर बर्तमान आम 2 ओम दे जाउथिबा करेन्ट बा विद्युत स्रोत को जानिचंती तो ता आक्रस रे आम बर्तमान पोटेंशियल डिफरेंस बा विद्युत विभव पार्थक्य काट दे परिबा केमिति काढिबा V इक्वल्स टू IR एठारे 2 ओम दे करेन्ट जाउची 5 एम्पियर एवं तार प्रतिरोध होची 2 ओम तेणु करी 2 ओम आक्रस रे बा 2 ओम रो दुई प्रांत मध्य रे विद्युत विभव पार्थक्य केते होजो 5 * 2 10 वोल्ट तेणु करी 2 ओम आक्रस रे बा 2 ओम रो दुई प्रांत मध्य रे विद्युत विभव पार्थक्य होला केते 10 वोल्ट से बर्तमान चलतु 8 ओम दुई प्रांत मध्य केते विद्युत विभव पार्थक्य जो देखा करेन्ट जाउची 8 ओम केते 5 एम्पियर एवं तार प्रतिरोध केते 8 ओम तेणु करी 8 ओम दुई प्रांत मध्य विद्युत विभव पार्थक्य हो V इक्वल्स टू I इंटू R 5 * 8 जहाँकि हो 40 वोल्ट तो मत बर्तमान 8 ओम दुई प्रांत मध्य विद्युत विभव पार्थक्य मिलगला जहाँकि 40 वोल्ट तेज आउ टे पछक जा ए परिपथ को आसवा आम 2 ओम करेन्ट पाई सारी केते 5 एम्पियर एवं 2 ओम दुई प्रांत मध्य विद्युत विभव पार्थक्य पाई जहाँ हो 10 वोल्ट बर्तमान कौन करवा बर्तमान रहा जे 10 ओम केते करेन्ट जाउची एवं 10 ओम दुई प्रांत मध्य विद्युत विभव पार्थक्य केते सेहीपरि 40 ओम केते करेन्ट जाउची
বা ବିଦ୍ୟୁତ ସ୍ରୋତ ଯାଉଛି ଏବଂ 40 ଓମର ଦୁଇ ପ୍ରାନ୍ତ ମଧ୍ୟରେ ବିଦ୍ୟୁତ ବିଭବର ପାର୍ଥକ୍ୟ କେତେ? ଯେହେତୁ ଏ 8 ଓମଟି ହେଉଛି ଏ 40 ଓମ୍ ଏବଂ 10 ଓମର ଇକ୍ୟୁଭାଲେଣ୍ଟ ରେଜିଷ୍ଟାନ୍ସ ବା ସମତୁଲ୍ୟ ପ୍ରତିରୋଧ ଏବଂ ଏ 40 ଓମ୍ ଓ 10 ଓମ୍ ସମାନ୍ତରାଳ ସଂଯୋଗରେ ଥିଲେ ତେଣୁ ଉଭୟରେ କ'ଣ ଥିଲା? ଆମର ବିଦ୍ୟୁତ ବିଭବର ପାର୍ଥକ୍ୟ ସମାନ ଥିଲା। ଯେହେତୁ 8 ଓମରେ ଯେତିକି ବିଦ୍ୟୁତ ବିଭବର ପାର୍ଥକ୍ୟ ହେବ ଏ 40 ଓମ୍ ଏବଂ 10 ଓମରେ ମଧ୍ୟ ସେତିକି ବିଦ୍ୟୁତ ବିଭବର ପାର୍ଥକ୍ୟ ହେବ। କାହିଁକି ନା ଯଦି ଦୁଇଟି ରେଜିଷ୍ଟର ବା ପ୍ରତିରୋଧ ସମାନ୍ତରାଳ ସଂଯୋଗରେ ଲାଗିଛନ୍ତି ତାହେଲେ ତାଙ୍କର ଦୁଇ ପ୍ରାନ୍ତ ମଧ୍ୟରେ ବିଦ୍ୟୁତ ବିଭବର ପାର୍ଥକ୍ୟ ତାଙ୍କ ଇକ୍ୟୁଭାଲେଣ୍ଟ ରେଜିଷ୍ଟାନ୍ସ ବା ସମତୁଲ୍ୟ ପ୍ରତିରୋଧର ଦୁଇ ପ୍ରାନ୍ତ ମଧ୍ୟରେ ବିଦ୍ୟୁତ ବିଭବର ପାର୍ଥକ୍ୟ ସହିତ ସମାନ। ତେଣୁକରି ଯଦି 8 ଓମର ଦୁଇ ପ୍ରାନ୍ତ ମଧ୍ୟରେ 40 ଭୋଲ୍ଟର ବିଦ୍ୟୁତ ବିଭବର ପାର୍ଥକ୍ୟ ଅଛି ତାହେଲେ 10 ଓମ୍ ଏବଂ 40 ଓମ୍ ଉଭୟର ଦୁଇ ପ୍ରାନ୍ତ ମଧ୍ୟରେ ବିଦ୍ୟୁତ ବିଭବର ପାର୍ଥକ୍ୟ ହୋଇଯିବ 40 ଭୋଲ୍ଟ। ଏବେ ଚାଲନ୍ତୁ 10 ଓମ୍ ଦେଇ କେତେ କରେଣ୍ଟ ବା ବିଦ୍ୟୁତ ସ୍ରୋତ ପ୍ରବାହିତ ହେଉଛି ଦେଖିବା। ତେବେ 10 ଓମର ଦୁଇ ପ୍ରାନ୍ତ ମଧ୍ୟରେ ବିଦ୍ୟୁତ ବିଭବ ପାର୍ଥକ୍ୟ ବା ଭୋଲ୍ଟେଜ ହେଉଛି 40 ଭୋଲ୍ଟ ଏବଂ ତାର ପ୍ରତିରୋଧ ହେଉଛି 10 ଓମ୍। ଆମେ ଜାଣିଛନ୍ତି ଓମଙ୍କ ନିୟମ ହେଉଛି V ଇଜିକାଲ୍ସ ଟୁ IR, ତେଣୁକରି I ଇଜ ଇକ୍ୱାଲ ଟୁ V ବାଇ R। ତେଣୁ କରେଣ୍ଟ ହୋଇଯିବ I ଇଜ ଇକ୍ୱାଲ୍ସ ଟୁ ବା 10 ଓମରେ ଯେଉଁ ବିଦ୍ୟୁତ ସ୍ରୋତ ତାହା ହୋଇଯିବ 40 ଭୋଲ୍ଟ ବାଇ 10 ଓମ୍, ତ ଆମକୁ ମିଳିଯିବ 4 ଆମ୍ପିୟର କରେଣ୍ଟ ବା 4 ଆମ୍ପିୟର କରେଣ୍ଟ। ତେଣୁକରି 10 ଓମ୍ ଦେଇ କେତେ କରେଣ୍ଟ ଯାଉଛି? 4 ଆମ୍ପିୟର କରେଣ୍ଟ ଯାଉଛି। ବର୍ତ୍ତମାନ ଚାଲନ୍ତୁ 40 ଓମ୍ ଦେଇ କେତେ କରେଣ୍ଟ ଯାଉଛି କାଢ଼ିବା। ସେହିପରି କାଢ଼ିଦେବା I ଇଜ ଇକ୍ୱାଲ ଟୁ V ବାଇ R। ଏଟାର ଭୋଲ୍ଟେଜ କେତେ? 40 ଭୋଲ୍ଟ, ରେଜିଷ୍ଟାନ୍ସ କେତେ? 40 ଓମ୍। ତେଣୁକରି କରେଣ୍ଟ ହୋଇଯିବ I ଇଜ ଇକ୍ୱାଲ ଟୁ V ବାଇ R 40 ଭୋଲ୍ଟ ବାଇ 40 ଓମ୍, ଯାହାକି ଆମକୁ ଦେଇଦେବ 1 ଆମ୍ପିୟର। ତୁମେମାନେ ଏଟା ଭେରିଫାଏ ମଧ୍ୟ କରିପାରିବ। ଦେଖନ୍ତୁ 5 ଆମ୍ପିୟର କରେଣ୍ଟ ଆସିଥିଲା ଏଠି, ଏଠାରେ ବିଭକ୍ତ ହୋଇ କେତେ? ଏଠାରେ 4 ଆମ୍ପିୟର ଯାଉଛି, ଏଠାରେ 1 ଆମ୍ପିୟର ଯାଉଛି, ତ 4 ପ୍ଲସ୍ 1 5 ଆମ୍ପିୟର। ତେଣୁକରି ତୁମକୁ ଯଦି ଏହିଭଳି କେବେ ପ୍ରଶ୍ନ ଦେଇଥାଏ ତାହେଲେ ତୁମେମାନେ ପ୍ରତିଟି ପରିପଥକୁ ଡ୍ର କରିବ, ତାକି ତୁମେମାନେ ପୁଣି ଗୋଟାଏ ଗୋଟାଏ ପରିପଥକୁ ପଛକୁ ଆସି ତୁମେ କରେଣ୍ଟ ଏବଂ ବିଦ୍ୟୁତ ବିଭବର ପାର୍ଥକ୍ୟ କାଢ଼ି ଦେଇପାରିବ।